ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ। ଆସିଛି ରଜ ଲୋଘେନି ନୂଆ ସଜବାଜ। ଭାବର ଆଦାନ ପ୍ରଦାନର ପର୍ବ ରଜ, ମିଳନର ପର୍ବ ରଜ। ଓଡ଼ିଶାବାସୀଙ୍କ କୃଷିଭିତ୍ତିକ ପର୍ବ ରଜ। ଆଷାଢ଼ର ଆରମ୍ଭରେ ରଜ ଆସେ। ଏହା ପୂର୍ବଦିନ ସଜବାଜ ଏବଂ ଶେଷ ଦିନ ବସୁମତୀ ସ୍ନାନକୁ ମିଶାଇ ଏହା 5 ଦିନ ଧରି ପାଳନ କରାଯାଏ। ରଜର ମୁଖ୍ୟ 3 ଦିନ ହେଲା ପହିଲି ରଜ, ରଜ ସଂକ୍ରାନ୍ତି ଏବଂ ଭୂମି ଦହନ। ପହିଲି ରଜର ପୂର୍ବଦିନ ସଜବାଜ ହୋଇ ରଜ ପାଳନ କରିବାକୁ ସମସ୍ତେ ପ୍ରସ୍ତୁତି ହୋଇଥାନ୍ତି। ଆଜିଠାରୁ ପିଠାପଣାରେ ମହକିବ ଘର, ହୋଟରେ ହସ, ପାଟିରେ ରଜପାନ, ମନରେ ଉଲ୍ଲାସ ଭରିଦେବ ରଜ। ପହିଲି ରଜର ପୂର୍ବଦିନ ସଜବାଜ ହୋଇ ରଜ ପାଳନ କରିବାକୁ ସମସ୍ତେ ପ୍ରସ୍ତୁତି ହୋଇଥାନ୍ତି। କାରଣ ରଜ 3 ଦିନ ଯାକ ମହିଳାମାନଙ୍କୁ କାମ କରିବାକୁ ମନା। ବିଶେଷ କରି ଝିଅ ଏବଂ ନୂଆ ବୋହୂମାନଙ୍କୁ କାମ କରିବାକୁ ଦିଆଯାଏ ନାହିଁ। ପୃଥିବୀକୁ କଷ୍ଟ ହେବ ବୋଲି ଛେଚା, କୁଟା, ବଟା, ଘଷା ଆଦି କାମ ବନ୍ଦ କରାଯାଏ। ଚାଷୀମାନେ ବି ହଳ ଲଙ୍ଗଳ ରଖିଦେଇ ଆମୋଦ ପ୍ରମୋଦରେ ଲାଗିଯାଆନ୍ତି। କାରଣ ଏହାପରେ ଆରମ୍ଭ ହୋଇଯାଏ ମାଟି ସହ ମାଟି ହୋଇ ଖଟିବାର ସମୟ। ଭୂମି ଦହନ ପରଦିନ ବସୁମତୀ ସ୍ନାନ ପରେ ରଜକୁ ବିଦାୟ ଦିଆଯାଏ। ରଜକୁ କୃଷକର ପର୍ବ ବୋଲି କୁହାଯାଏ। ଓଡ଼ିଶାର କୃଷକମାନେ ଚାଷ ପାଇଁ ମୁଖ୍ୟତଃ ମୌସୁମୀ ଉପରେ ନିର୍ଭର କରିଥାନ୍ତି। ରଜ ଆଗକୁ ଚାଷୀ ହଳ କରି ଜମିକୁ ଉର୍ବର କରି ରଖିଥାଏ। ଏହି ସମୟରେ କାର୍ଯ୍ୟ କରି ମଣିଷ ଥକି ଯାଇଥାଏ। ତେଣୁ ରଜକୁ ଉପଭୋଗ କରିବା ପାଇଁ ଚାଷୀ ଏହି ସମୟରେ କୌଣସି କାର୍ଯ୍ୟ କରିନଥାଏ। ରଜ ସଂକ୍ରାନ୍ତି ଉପଲକ୍ଷେ ଆପଣଙ୍କୁ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। ନମସ୍କାର, ମୁଁ ଟୁକୁ ଭାଇ। ଆଜିର ଭିଡ଼ିଓଟି ଯଦି ଭଲ ଲାଗିଲା ଦୟାକରି ଆମ ଭିଡ଼ିଓଟିକୁ ଲାଇକ୍, ସବସ୍କ୍ରାଇବ୍, ସେୟାର କରିବାକୁ ଭୁଲିବେ